ତାଙ୍କ ମର ଶରୀର ସହିତ 10 ଲକ୍ଷ ଲୋକ ଯାତ୍ରା କରିଥିଲେ। ସେ ଏତେ ମହାନ ଥିଲେ, ତଥାପି କାହିଁ ସେ ଭାରତର ପ୍ରଧାନମନ୍ତ୍ରୀ ହେଇପାରିଲେନି। ତାଙ୍କୁ ଯେତେବେଳେ ପଚରା ଯାଇଥିଲା ଯେ ଆମେ ଭାବୁଛୁ ଅର୍ଥନୀତିଜ୍ଞ ମାନେ କିଛି କିଛି ରୁଲ୍ସ ଆପଣ ପାଳନ କରିନାହାନ୍ତି, ଆପଣ କ'ଣ ଭାବୁଛନ୍ତି? ବିଜୁ ପଟ୍ଟନାୟକର ଆନ୍ସର ଶୁଣିଲେ ଆପଣ ହସିବେ। ନା କହିଲେ ଏଇ କିଛି ପ୍ରୋଜେକ୍ଟ ନୁହଁ, ବହୁତ ଗୁଡ଼ିଏ ପ୍ରୋଜେକ୍ଟରେ ଆମେ ନିୟମ ପାଳନ କରିନୁ। ଖାନା କମିଶନ ତାଙ୍କ ମୁଣ୍ଡ ଖରାପ ହେଇଯାଇଥିଲା। କହିଲେ ଆପଣ ଭାବୁଛନ୍ତି ତ ଆପଣ କ'ଣ କହୁଛନ୍ତି, ଆପଣଙ୍କୁ ଜେଲ୍ ହେଇପାରେ। ସେତେବେଳେ ବିଜୁ କହିଥିଲେ ଆଇ ଡୋଣ୍ଟ କେୟାର। ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆଜି କିନ୍ତୁ ଗୋଟେ ଓଡ଼ିଆ ମାଟିର କାହାଣୀ। ଆଜି ଜଣେ ବରପୁତ୍ରଙ୍କ କାହାଣୀ। କିଏ ତାଙ୍କୁ ବରପୁତ୍ର କୁହେ ତ କିଏ ତାଙ୍କୁ ଭୂମିପୁତ୍ର କୁହେ। କାହା ପାଇଁ ସେ ଦ ଟଲ୍ ମ୍ୟାନ୍ ତ କାହା ପାଇଁ ସେ ଆକାଶର ଇଗଲ୍। ତେଣୁ କିଏ ତାଙ୍କୁ କେଉଁ ନାଁରେ ଡାକେ ତାର କିଛି ସୀମା ନାହିଁ, କିନ୍ତୁ ତାଙ୍କର ଅବଦାନ ଏ ମାଟି ପାଇଁ ଅସାଧାରଣ। ସେ ଆଉ କେହି ନୁହନ୍ତି, ସାରା ଓଡ଼ିଶାବାସୀଙ୍କର ଗର୍ବ ଆଉ ଗୌରବ ଆଉ ସମସ୍ତଙ୍କର ପ୍ରିୟ ବିଜୁ ପଟ୍ଟନାୟକ। ଆଜି କାହାଣୀ ହେଉଛି ବିଜୁ ବାବୁଙ୍କର। ବିଜୁ ବାବୁଙ୍କ ବିଷୟରେ ଯେତେ କହିଲେ ବି କମ୍। ସେ ଏକାଧାରାରେ ରାଜନୀତିଜ୍ଞ, ଜଣେ ରାଷ୍ଟ୍ରନୀତିଜ୍ଞ, ଜଣେ ବିଜନେସମ୍ୟାନ୍ ଆଉ ଜଣେ ପାଇଲଟ। ତାଙ୍କ ଯୁବାବସ୍ଥାରେ ସେ ଜଣେ ମଧ୍ୟ ଭଲ ଖେଳାଳି ଥିଲେ। ସେ ଯେଉଁ ବି ଫିଲ୍ଡକୁ ଯାଉଥିଲେ, ଯାହା ବି କାମ କରୁଥିଲେ, ସବୁବେଳେ ନମ୍ବର 1 ହେଉଥିଲେ। ସେ ପ୍ରଭୁ ଜଗନ୍ନାଥଙ୍କୁ ନିଜର ନେତା ଭାବୁଥିଲେ ଏବଂ ଖାରବେଳଙ୍କର ବଂଶଜ ବୋଲି ନିଜକୁ କହୁଥିଲେ। ସେ ଯେତେବେଳେ ମୃତ୍ୟୁବରଣ କଲେ, ତାଙ୍କ ଶେଷ ଯାତ୍ରାରେ 10 ଲକ୍ଷରୁ ଅଧିକ ଲୋକ ଯୋଗ ଦେଇଥିଲେ। ତାଙ୍କ ପାର୍ଥିବ ଶରୀର ଯେତେବେଳେ ଭୁବନେଶ୍ୱରରୁ ପୁରୀ ଗଲା, ରାସ୍ତା କଡ଼ରେ ଲୋକ, ଚାରିଆଡ଼େ ରାସ୍ତା କଡ଼ରେ ଲୋକ ଛିଡ଼ା ହେଇଥିଲେ ଶେଷ ଦର୍ଶନ ପାଇଁ। ସେଦିନ ଏମିତି ବି କୌଣସି ଓଡ଼ିଆ ନାହିଁ ଯେ ଯାହା ଆଖିରୁ ଲୁହ ଝରେନି। ସେ ଥିଲେ ଏଭଳି ନେତା। ସେ ରାଜନୀତିଜ୍ଞ କମ୍ ଥିଲେ ଏବଂ ରାଷ୍ଟ୍ରନୀତିଜ୍ଞ ବଡ଼ ଅଧିକା ଥିଲେ। ସେ ଯେତିକି ରାଜନେତା ନୁହଁ, ସେ ନେତା ବଡ଼ ଥିଲେ, ସମସ୍ତଙ୍କର ପ୍ରିୟ ଥିଲେ। ଦର୍ଶକ ବନ୍ଧୁ, ଆପଣମାନେ ଯଦି ଏ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ମୁଁ ରିକ୍ୱେଷ୍ଟ କରିବି ଆପଣ ଚ୍ୟାନେଲଟାକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ଯଦି ଭିଡ଼ିଓ ଗୁଡ଼ାକ ପସନ୍ଦ ଆସୁଛି ତାକୁ ଲାଇକ୍ କରନ୍ତୁ ଏବଂ ଅଧିକରୁ ଅଧିକ ସେୟାର କରନ୍ତୁ। ଦର୍ଶକ ବନ୍ଧୁ, ଚାଲନ୍ତୁ ଫେରିଯିବା ପୁଣି ବିଜୁ ବାବୁଙ୍କ କାହାଣୀ। ବିଜୁ ବାବୁ 5 ମାର୍ଚ୍ଚ 1916 ମସିହାରେ କଟକର ତୁଳସୀପୁରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଇଂରେଜଙ୍କ ସମୟରେ ମୁନ୍ସିଫ ଭାବେ କାର୍ଯ୍ୟ କରୁଥିଲେ ଏବଂ ଅବସର ପ୍ରାପ୍ତ ପରେ ପାରଳା ରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପାଖରେ ଦିୱାନ ଭାବେ କାମ କରୁଥିଲେ। ଓଡ଼ିଶା ଗଠନରେ ତାଙ୍କର ଅବଦାନ ବହୁତ, କାରଣ ଓଡ଼ିଶା ରାଜ୍ୟ ଗଠନ ହେବା ପରେ ପାରଳାର ରାଜା କୃଷ୍ଣଚନ୍ଦ୍ର ଗଜପତି ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ଏବଂ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକଙ୍କର ଓଡ଼ିଶା ଗଠନରେ ଅବଦାନ ବହୁତ। ସେହିଭଳି ବିଜୁ ପଟ୍ଟନାୟକର ମା ଆଶାଲତା ଦେବୀ, ସେ ମଧ୍ୟ ଗୋଟେ ସୁନାମଧନ୍ୟ ସ୍ୱାଧୀନତା ସଂଗ୍ରାମୀ ପରିବାରରୁ ଆସିଥିଲେ। ତାଙ୍କ ଦୁଇ ମାମୁଁ ଦେବପ୍ରସାଦ ଏବଂ ଆନନ୍ଦ ପ୍ରସାଦ ସୂର୍ଯ୍ୟ ସେନଙ୍କ ସହିତ ମିଶି ଚିଟଗାଁव ଆର୍ମସ ଅପରାଇଜିଂରେ ଭାଗ ନେଇଥିଲେ ଏବଂ ସେ ତାଙ୍କୁ ଫାଶୀ ଦଣ୍ଡ ମଧ୍ୟ ମିଳିଥିଲା। ତେଣୁ ଦେଶପ୍ରେମ ବିଜୁ ପଟ୍ଟନାୟକ ରକ୍ତରେ ଥିଲେ। ସେ ଯେତେବେଳେ ଛୋଟ ଥିଲେ, ଯେତେବେଳେ ଷଷ୍ଠ ଶ୍ରେଣୀରେ ପଢ଼ୁଥିଲେ, କୁହାଯାଏ ଗୋଟେ ହେଲିକପ୍ଟର କାଳିଆବରା ପଡ଼ିଆରେ ଓହ୍ଲାଇଥିଲା ଏବଂ ବିଜୁ ପଟ୍ଟନାୟକ ସ୍କୁଲରୁ ଲୁଚି ଯାଇ ସେ ହେଲିକପ୍ଟର ଦେଖିବାକୁ ଯାଇଥିଲେ। ସେତେବେଳେ ହେଲିକପ୍ଟର ପାଖକୁ ଯାଉଥିଲେ, ତାଙ୍କୁ ଯେଉଁ ସେଠି ପୋଲିସ ଥିଲେ, ସେ ଜଣେ ପୋଲିସ ତାଙ୍କୁ ଅଟକାଇ ଦେଇଥିଲା ଏବଂ ମାଡ଼ ବି ମଧ୍ୟ। ସେଦିନ ବିଜୁ ପଟ୍ଟନାୟକ ଶପଥ ଗ୍ରହଣ କରିଥିଲେ ଯେ ମୁଁ ଦିନେ ହେଲିକପ୍ଟର ଉଡ଼ାଇବି। ସେହିଭଳି ସେ ଯେତେବେଳେ ରେଭେନ୍ସା କଲେଜରେ ପଢ଼ୁଥିଲେ, ସେ କ୍ରମାଗତ ଭାବେ 3 ବର୍ଷ ଯାକ ସ୍ପୋର୍ଟସ ଚାମ୍ପିୟନ ଥିଲେ। ଗୋଟେ ପ୍ରଥମ ବର୍ଷ ତାଙ୍କ ଯେତେବେଳେ ସ୍ପୋର୍ଟସ ଚାଲିଥିଲା, ହକି ଖେଳ ସମୟରେ ତାଙ୍କ ଅପୋଜିସନ ଟିମ୍ରେ ଜଣେ ବ୍ରିଟିଶର ଷ୍ଟୁଡେଣ୍ଟ ଥିଲେ। ସେ କ'ଣ କରିଥିଲେ ନା ଫାଉଲ ମାରି ବିଜୁଙ୍କୁ ତଳେ ପକାଇ ଦେଇଥିଲେ। ସେ ଖଣ୍ଡିଆ ଖାବରା ହେଇ ଯେତେବେଳେ ଘରେ ଆସି ଏ କଥା କହିଲେ ଯେ ମୋତେ ଜଣେ ଇଂରେଜ ଫାଉଲ ମାରି ପକାଇ ଦେଇଛି, ବାପାଙ୍କର ପ୍ରଥମ ରିଆକ୍ସନ୍ ଥିଲା ଯେ ସେ ତୋତେ ଫାଉଲ ମାରି ପକାଇ ଦେଲା ଆଉ ତୁ କିଛି କଲୁନି, ପଳେଇ ଆସିଲୁ, ତୋତେ ଲଜ୍ଜା ଲାଗୁନି, ତୁ ଏକଥା ଆସି ଘରେ କହୁଛୁ। ଦ୍ୱିତୀୟ ବର୍ଷ ବିଜୁ ପଟ୍ଟନାୟକ ସେହି ଇଂରେଜ ଷ୍ଟୁଡେଣ୍ଟର ଫାଉଲ ମାରି, ସେ ହକି ଖେଳିବା ବେଳେ ଫାଉଲ ମାରି ତାର ଗୋଡ଼ ଦୁଇଟା ଭାଙ୍ଗି ଦେଇଥିଲେ। ବିଜୁ ପଟ୍ଟନାୟକ ଏମିତି ଥିଲେ। ସେହିଭଳି ଯେତେବେଳେ ତାଙ୍କୁ ମାତ୍ର 17 ବର୍ଷ 1930 ମସିହାରେ ସେ ଭୁବନେଶ୍ୱରରୁ ପେଶାୱର ପାଖାପାଖି 2000 କିଲୋମିଟର ସାଇକେଲରେ ଯାତ୍ରା କରିବା କଥା ଚିନ୍ତା କରିଥିଲେ। ଭାବନ୍ତୁ, ଜଣେ 17 ବର୍ଷର ବାଳକ ସାଇକେଲରେ ଭୁବନେଶ୍ୱରରୁ ପେଶାୱର 1930 ମସିହାରେ ଯିବା ପାଇଁ
ଚେଷ୍ଟା ମାନେ ଇଚ୍ଛା କରିଥିଲେ ଏବଂ ସେ ଏବଂ ତାଙ୍କ ଦୁଇ ବନ୍ଧୁ ସେମାନେ ପେଶାୱର ଯାଇଥିଲେ। ଜଣେ ବନ୍ଧୁ ଅଧ ବାଟରେ ରହିଯାଇଥିଲା କିନ୍ତୁ ଭ୍ରମରବରଙ୍କ ସହିତ ମିଶି ସେ ପେଶାୱର ଯାତ୍ରା କରିଥିଲେ। ଆଉ ଫେରିବା ସମୟରେ ସେ ଦିଲ୍ଲୀରେ ରହି ପାଇଲଟ ଟ୍ରେନିଂ ନେଇଥିଲେ। ସେ ଯେତେବେଳେ ପାଇଲଟ ଟ୍ରେନିଂ ନେଉଥିଲେ ତାଙ୍କ ସହିତ ସହପାଠୀ ଥିଲେ ଜ୍ଞାନ ପଟ୍ଟନାୟକ। ଜ୍ଞାନ ପଟ୍ଟନାୟକ ଲାହୋରରୁ ଥିଲେ। ତେଣୁ ଥରେ ଏମିତି ଛାତ ଉପରେ ଖେଳୁଥିବା ସମୟରେ ଜଣେ ବିଜୁ ବାବୁଙ୍କୁ ଚ୍ୟାଲେଞ୍ଜ କରିଥିଲା ଯେ ତୁ ଯଦି ନିଜକୁ ଏତେ ମର୍ଦ୍ଦ ଭାବୁଛୁ ତାହେଲେ ଏଇଠି ଯେଉଁ ଝିଅମାନେ ଅଛନ୍ତି କାହାକୁ ପ୍ରପୋଜ କର। ଆଉ ବିଜୁ ପଟ୍ଟନାୟକ କ'ଣ କରିଥିଲେ ନା ଜ୍ଞାନ ପଟ୍ଟନାୟକଙ୍କୁ ପ୍ରପୋଜ କରିଥିଲେ। ତାପରେ ସେ ଯେତେବେଳେ ତାଙ୍କ ବିବାହ ଠିକ୍ ହେଇଥିଲା ଭୁବନେଶ୍ୱରରୁ ଲାହୋର ବରଯାତ୍ରୀଙ୍କି ସେ ପ୍ଲେନରେ ନେଇକି ଯାଇଥିଲେ। ମୋ ଜାଣିବାରେ ବୋଧହୁଏ ବିଜୁ ପଟ୍ଟନାୟକ ହେଉଛନ୍ତି ପ୍ରଥମ ଭାରତୀୟ ଯିଏ ନିଜର ବରଯାତ୍ରୀଙ୍କି ପ୍ଲେନରେ ନେଇକି ସେମିତି ଥିଲେ ବିଜୁ ପଟ୍ଟନାୟକ। ତାପରେ ପାଇଲଟ ଟ୍ରେନିଂ ସରିବା ପରେ ବ୍ରିଟିଶ ଏୟାରଲାଇନ୍ସ ଜଏନ୍ କରିଗଲେ। ଯେତେବେଳେ ବ୍ରିଟିଶ ଏୟାରଲାଇନ୍ସ ଜଏନ୍ କଲେ 1942 ମସିହାରେ ସେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଚାଲିଥିଲା। ନାଜି ସେନା ହିଟଲରଙ୍କର ନାଜି ସେନା ରଷିଆର ରେଡ୍ ଆର୍ମି କି ଷ୍ଟଲିଂଗାର୍ଡରେ ଚାରିପଟରୁ ଘେରାଉ କରିଯାଇଥାଏ। ଆଉ ରେଡ୍ ଆର୍ମି ପାଖରେ ଅସ୍ତ୍ରଶସ୍ତ୍ର ପହଞ୍ଚାଇବା ବହୁତ କଷ୍ଟକର ହେଇଯାଇଥିଲା। ସେତେବେଳେ ବିଜୁ ପଟ୍ଟନାୟକ କ'ଣ କରିଥିଲେ ନା ରେଡ୍ ଆର୍ମି ରଷିଆର ଆର୍ମି କି ଯାଇକରି ଅସ୍ତ୍ରଶସ୍ତ୍ର ପହଞ୍ଚାଇଥିଲେ। ବିଜୁ ପଟ୍ଟନାୟକ କେବେ ଭୟ କରୁନଥିଲେ। ଯେତେ ଚ୍ୟାଲେଞ୍ଜ ଯେତେ ଅଧିକା ଥିଲା ସେ ସବୁବେଳେ ଚ୍ୟାଲେଞ୍ଜକୁ ହସି ହସି ନେଉଥିଲେ। ସେଇଟା ଥିଲା ତାଙ୍କର କ୍ୱାଲିଟି। ବିଜୁ ପଟ୍ଟନାୟକ କେବେ ବି ଦ୍ୱିତୀୟ ବିଶ୍ୱଯୁଦ୍ଧରେ ତାଙ୍କର ଅବଦାନ ବିଷୟରେ କେବେ କହିନଥିଲେ। ମାତ୍ର ଯେତେବେଳେ ଗୋଲ୍ଡେନ୍ ଜୁବଲି ଦ୍ୱିତୀୟ ବିଶ୍ୱଯୁଦ୍ଧର ଗୋଲ୍ଡେନ୍ ଜୁବଲି ସେଲିବ୍ରେସନ୍ ହେଉଥିଲା ଏବଂ ରଷିଆନ୍ ଆର୍ମି ଯେତେବେଳେ ବିଜୁ ପଟ୍ଟନାୟକକୁ ପଦକ ଦେଇ ସମ୍ବର୍ଦ୍ଧନା କରିଥିଲେ ସେତେବେଳେ ସାରା ବିଶ୍ୱ ଜାଣିଲା ଯେ ବିଜୁ ପଟ୍ଟନାୟକ ମଧ୍ୟ ରଷିଆନ୍ ଆର୍ମି କି ୱାର୍ଲଡ ୱାର୍ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସହାୟତା କରିଥିଲେ। ସେହିଭଳି 1942ରେ ବର୍ମା ଉପରେ ବହୁତ ବମିଂ କରୁଥିଲା। ଏହି ସମୟରେ କ'ଣ ହେଲା ନା ଯେଉଁ ବ୍ରିଟିଶର୍ସ ମାନେ ବର୍ମାରେ ଫସିକିରି ଥିଲେ ତାଙ୍କୁ ସେଠୁ ବାହାର କରିବାର ଥିଲା ଏବଂ ସେତେବେଳେ ମଧ୍ୟ ଏ ଟାର୍ଗେଟ ଏ ଯେଉଁ ଚ୍ୟାଲେଞ୍ଜ ବିଜୁ ପଟ୍ଟନାୟକ ନେଇଥିଲେ। ସେ ବହୁତ ସିନିୟର ବ୍ରିଟିଶରଙ୍କୁ ବର୍ମାରୁ ବଞ୍ଚେଇକରି ଆଣିଥିଲେ ଏବଂ ସେଥିପାଇଁ ବର୍ମା ସରକାର ମଧ୍ୟ ତାଙ୍କୁ ସାର୍ଟିଫିକେଟ୍ ଦେଇଥିଲା ଯେ ଆଉ ଏଇ ବ୍ରିଟିଶର ମାନେ ମଧ୍ୟ ସାର୍ଟିଫିକେଟ୍ ଦେଇଥିଲେ ଯେ ବିଜୁ ପଟ୍ଟନାୟକ ତାଙ୍କୁ ବହୁତ ମାତ୍ରାରେ ସାହାଯ୍ୟ କରିଥିଲେ। କିନ୍ତୁ ତାପରେ କ'ଣ ହେଲା ଭାରତର ସ୍ୱାଧୀନତା ସଂଗ୍ରାମ ମଧ୍ୟ ସେତେବେଳେ ବହୁତ ପିକ୍ରେ ଥାଏ। ସମସ୍ତେ ଭାରତର ସ୍ୱାଧୀନତା ସଂଗ୍ରାମୀ ଜୋରସୋରରେ ବ୍ରିଟିଶ ମାନଙ୍କ ବିରୁଦ୍ଧରେ ସ୍ୱାଧୀନତା ସଂଗ୍ରାମରେ ମାତିଥାନ୍ତି। ପୁରା ଦେଶ ମାତିଥାଏ। ବିଜୁ ପଟ୍ଟନାୟକ ବ୍ରିଟିଶ ଏୟାରୱେଜ ଛାଡ଼ିକରି ଡାଲମିଆ ଏୟାରଲାଇନ୍ସ ଜଏନ୍ କରିଥିଲେ ଏବଂ ସେ ସମୟରେ ସେ କ'ଣ କରିଥିଲେ ନା ଯେତିକ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଥିଲେ ତାଙ୍କୁ ଲୁଚି ଛପି ସେ ଯେଉଁ ପ୍ଲେନ୍ର କକପିଟ୍ ଅଛି ତା ଭିତରେ ଲୁଚେଇକିରି ସବୁବେଳେ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ନେଉଥିଲେ। କୁହାଯାଏ ସେ ଜେପି ନାରାୟଣ ଡକ୍ଟର ଲୋହିଆ ଅରୁଣା ଆସଫ ଅଲି ଏମାନଙ୍କୁ ବହୁତ ଥର ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ତାଙ୍କ କକପିଟ୍ରେ ନେଇଯାଇଛନ୍ତି। ଅରୁଣା ଆସଫ ଅଲି ଥରେ ତାଙ୍କ ଏଇ ବିଜୁ ପଟ୍ଟନାୟକ ବିଷୟରେ କହିଥିଲେ ଯେ ମୁଁ ଏଭଳି ଯୁବକମାନଙ୍କୁ ବହୁତ ପ୍ରଶଂସା କରେ ଯେଉଁମାନେ ନିଜର ଦେଶ ପାଇଁ କିଛି ବି କରିବାକୁ ରାଜି ଅଛନ୍ତି। ତାପରେ ବ୍ରିଟିଶର୍ସ ମାନେ ବିଜୁଙ୍କ ବିଷୟରେ କଥା ଜାଣିଲେ। ଯେତେବେଳେ ଜାଣିଲେ ସେ ତାଙ୍କୁ 13 ଜାନୁଆରୀ 1942 ମସିହାରେ ଆରେଷ୍ଟ କରି ଲାହୋରରେ ରଖିଥିଲେ। ଲାହୋର ଜେଲରେ ଯେତେବେଳେ ଲାହୋର ଜେଲରେ ବନ୍ଦୀ ଥିଲେ 2 ବର୍ଷ ପର୍ଯ୍ୟନ୍ତ ସେ ଜେଲରେ ସେ ବନ୍ଦୀ ଥିଲେ ଏବଂ ସେହି ସମୟର ଗୋଟେ ଘଟଣା ଲାହୋର ଜେଲରେ ଥିଲାବେଳେ ବିଜୁ ପଟ୍ଟନାୟକ ଯେତେବେଳେ ପାଣି ମାଗିଥିଲେ ସେତେବେଳେ ଜେଲର ଥିବା ଚନ୍ଦୁଲାଲ ମାଧବଲାଲ ଦ୍ୱିବେଦୀ ସେ କ'ଣ କରିଥିଲେ ନା ଗୋଟେ ମଗରେ ପରିସ୍ରା କରି ସେ ପରିସ୍ରାକୁ ବିଜୁଙ୍କୁ ଦେଇଥିଲେ ପିଇବା ପାଇଁ। ଆଉ ସମୟ ଏମିତି ଯେତେବେଳେ ବିଜୁ ପଟ୍ଟନାୟକ MLA ହେଲେ ଚନ୍ଦୁଲାଲ ମାଧବଲାଲ ଦ୍ୱିବେଦୀ ଓଡ଼ିଶାର ସେତେବେଳେ ରାଜ୍ୟପାଳ। ଏନିୱେ ଖାଲି ସେ ଭାରତ ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ନାହିଁ ସେ ମଧ୍ୟ କହିବାକୁ ଗଲେ ଆହୁରି ମଧ୍ୟ ଇଣ୍ଡୋନେସିଆ ସ୍ୱାଧୀନତା ସଂଗ୍ରାମରେ ମଧ୍ୟ ତାଙ୍କର ଅବଦାନ ବହୁତ। ଇଣ୍ଡୋନେସିଆକୁ ଯେତେବେଳେ ଚାରିଆଡ଼ୁ ଡଚ୍ ସେନା ଘେରି ଯାଇଥିଲା ସେତେବେଳେ ଇଣ୍ଡୋନେସିଆର ପ୍ରେସିଡେଣ୍ଟ ଯିଏ ଥିଲେ ସୁକର୍ଣ୍ଣୋ ସେ କ'ଣ କହିଥିଲେ ନା ସାରା ବିଶ୍ୱକୁ ସାହାଯ୍ୟ ମାଗିଥିଲେ ଯେ ଆମକୁ ସାହାଯ୍ୟ କର, ଆମକୁ ଏ ଦେଶରୁ ଡଚ୍ ଆର୍ମିରୁ ବଞ୍ଚେଇକରି ଆମକୁ ଏ ଦେଶରୁ ବାହାରକୁ ନିଆଯାଉ। ସେତେବେଳେ ନେହେରୁ ଡାକିଥିଲେ ବିଜୁ ପଟ୍ଟନାୟକ ଏବଂ କହିଥିଲେ ନେହେରୁ ବିଜୁ ବାବୁଙ୍କୁ ବହୁତ ଭଲ ପାଉଥିଲେ। ସେ କହିଥିଲେ ବିଜୁ ତମେ ତ ନିଜକୁ ଭାରି ଏନର୍ଜେଟିକ୍ ୟୁଥ୍ ଆଉ ଚ୍ୟାଲେଞ୍ଜିଂ କୁହ, ସାହସ ଅଛି ଯଦି ଯାଇକରି ବଞ୍ଚାଅ ଇଣ୍ଡୋନେସିଆର ପ୍ରେସିଡେଣ୍ଟ ଓ ପ୍ରାଇମ୍ ମିନିଷ୍ଟରଙ୍କୁ। ବିଜୁ ପଟ୍ଟନାୟକ ଭ୍ରୂକ୍ଷେପ କରିନଥିଲେ। କୁହାଯାଏ ବିଜୁ ପଟ୍ଟନାୟକ ଏବଂ ଜ୍ଞାନ ପଟ୍ଟନାୟକ ଯାତ୍ରା କରିଥିଲେ ବିଜୁ ପଟ୍ଟନାୟକ ଭ୍ରୂକ୍ଷେପ କରିନଥିଲେ। କୁହାଯାଏ ଯେତେବେଳେ ବିଜୁ ପଟ୍ଟନାୟକ ଯାତ୍ରା କରିଥିଲେ ଇଣ୍ଡୋନେସିଆ ସେ ଯାଇ ସେଠୁ ମହମ୍ମଦ ଆଟ୍ଟା ତାଙ୍କ ପ୍ରାଇମ୍ ମିନିଷ୍ଟର ଯେଉଁ ଥିଲେ ମହମ୍ମଦ ଆଟ୍ଟା ଆଉ
शरियार खान तांकू इंडोनेशिया रु आनीथिले। इनफैक्ट कुआ जाए तांको फ्यूएल सरी जाइतला से जापान जो बेस करथिला द्वितीय वर्ल्ड वार समय जोठी जोठी बेस करथिला गोटे आइसोलेटेड बेस रु जाई से माने से फ्यूएल पुणी रिचार्ज करैकरी तांकू भारत को नेइकरी आसीथिले। इनफैक्ट सेतबेले हेडलाइन हेइथिला एमएलए फ्रॉम इंडिया सेव्ड द इंडोनेशियन प्राइम मिनिस्टर। ता बदल रे इंडोनेशिया कौन करथिला ना बिजू पट्टनायक को कुआ जाए गोटे आइलैंड दान रे देइथिले। मात्र बिजू कहिथिले मु होची ओडिया आमे काहाठारू दान रे नियोनी, तेणु से आइलैंड टाकू आनी नथिले। इनफैक्ट इंडोनेशिया तांको भूमिपुत्र उपाधि रे तांको सम्मानित करथिला। समय गड़ी चलला उनी कुआ जाए 1965 मसिया युद्ध समय रे पाकिस्तान आर्मी कौन करिथिला ना इंडोनेशिया ठारू साहाय्य मागिथिला। जेहेतु पाकिस्तान मुस्लिम कंट्री थिला, इंडोनेशिया मध्य मुस्लिम कंट्री थिला, से माने कौन करथिले ना पंडुबी पई से माने सहायता मागिथिले। आ इंडोनेशिया राजी मध्य हो जाइथिला। ए कथा जेतबेले जानिले लाल बहादुर शास्त्री कौन कले ना बिजू पट्टनायक को रिक्वेस्ट कले जे बिजू पट्टनायक तमे होचो इंडोनेशिया भूमिपुत्र, तमे जाओ राष्ट्रपति सुकर्णो को बुझाओ। बिजू पट्टनायक राति रे से दिन राति रे प्रबल झड़ वर्षा होता है और बिजू पट्टनायक भ्रूक्षेपण करी इंडोनेशिया जाइथिले, कारण देशर कथा थे। से इंडोनेशिया जाइथिले एवं इंडोनेशिया जाइकरी से जेतेबेले पहुँचले इंडोनेशिया रे सेतेबेले सुकर्णो तांको जो पत्नी थिले से लेबर पेन माने तांकर पिला जन्म होबार थिला। सुकर्णो पाखु जेतेबेले खबर पहुँचा गला जे बिजू पट्टनायक देखा करबा को चाहुचंती, सुकर्णो सेतेबेले कहिथिले ना मु वर्तमान जेहेतु मो पत्नी डेलीवरी बेड रे अछंती मु देखा करि पारिबी नाही। किंतु बिजू पट्टनायक पुणी थरे मेसेज पठेले जे मु भूमिपुत्र बिजू पट्टनायक कहूची, तेणु आपको देखा करबा पड़िबो कारण एटा अर्जेंट। से जेतेबेले सुकर्णो सहित देखा हेतिला सेतेबेले बिजू पट्टनायक कहिथिले जे पाकिस्तान को सहयोग न करंतु। सेतेबेलकू सुकर्णो कहिले पंडुबीटा ऑलरेडी जाई सारलानी, मझी रास्ता रे अछि, तेणु बिजू कहिथिले ना जदि आपण कहिथिले मु एटा कहूची मो तरफ रे एटा रिक्वेस्ट जे पंडुबीटा को फेरी आसीबा को आदेश दिया जाओ। एवं तापरे कोन हैला ना मेसेज पठाला एवं पंडुबी फेरी आसिला। सेटा थिला भारत प्रति बिजुंकर अवदान। सेठी कोन हैला ना बिजू पट्टनायक सकाशे पाकिस्तान जो पंडुबीटा पाइथिले पाकिस्तान शक्तिशाली हेइथांता सेटा पाई पारला नाही। सेही समय रे सुकर्णोंकर गोटे कन्या जन्म ग्रहण कले एवं से कन्या जन्म ग्रहण करने पर सुकर्ण आनी बिजू पट्टनायक हाथ को दे देइथिले, कहिथिले बिजू आर नामकरण कर। जेहेतु आकाश रे कला मेघ थिला एवं प्रबल वर्षा घड़घड़ी हेउथिला, बिजू पट्टनायक तार ना देइथिले मेघावती। पर मेघावती सुकर्ण इंडोनेशिया रो प्रेसिडेंट मध्य हेइथिले। खाली इंडोनेशिया रो स्वाधीनता संग्राम नुहे, जेतबेले अक्टोबर मास 1947 रे जेतबेले पाकिस्तान काश्मीर उपर अटैक कला, अक्टोबर 24 1947 रे बाध्य होई महाराजा हरि सिंह भारत सहित आनेक्स कले काश्मीर को भारत सहित विलय करथिले। एवं तापरे किंतु पाकिस्तान रो आर्मी काश्मीर को अधा आक्वायर करि सारिथिला। सेतबेले पंडित जवाहरलाल नेहरू कहिथिले जे जणा नाही काश्मीर रो जो एयरपोर्ट अछि ताकू पाकिस्तान आर्मी आक्वायर करि सारिलानी ना नाही। से जानिबा को चाहुथिले जे किए सैन्य मानकु नेइकरी काश्मीर रे पहुंचेबो, कारण ऑलरेडी पाकिस्तान माड़ी माड़ी आसुची भारत आडू। से समय रे 26 अक्टोबर 1947 रे प्रथम फ्लाइट एवं 17 जन सैन्य को नहीं बिजू पट्टनायक काश्मीर जाइथिले। जो माने देखिचंती से माने कहंती बिजू पट्टनायक जानिबा पई चाहुथिले जे पाकिस्तान सैन्य सेठी पहुंची सारले ना नाही, तेणु दुई थर बहुत लो फ्लाइट रे लो तळ को जाई पुणी ऊपर को उड़ान भरिथिले। एवं जेतोले देखिले जे नाही कोनोसी पाकिस्तानी आर्मी सेठी नाहांती, तापर सेठी लैंड करथिले। आ तापर से दिन से आउरी बहुत सैन्य को लेकर सेठी पहुंचाइथिले। तापर कोन हला ना जेहेतु सैन्य माने जाई सेठी ठीक टाइम रे पहुंची गले, काश्मीर भारत पई बंची गला। वर्तमान पीओके ऑलरेडी पाकिस्तान हाथ रे अछि। जदि बिजू पट्टनायक से दिन 26 अक्टोबर रे काश्मीर रे लैंड न करि थांते ताले बोध हुए पूरा काश्मीर पाकिस्तान हाथ रे था। तेणु बिजू पट्टनायक विषय रे जेते कहले भी सेते कम। तापर से ओडिसा रे एमएलए हेले, एमएलए हवा परे इवन 1951 मसीह रे से जानी थिले जे साइंस रो आवश्यकता केते। से सबु बेले कहउतले जे फ्यूचर बिलोंग्स टू द साइंस, फ्यूचर ऑफ द वर्ल्ड बिलोंग्स टू द साइंस।
ତେଣୁ 1951 ମସିହାରେ ସେ ୟୁନେସ୍କୋ କଳିଙ୍ଗ ଆୱାର୍ଡ ସ୍ଥାପନ କରିଥିଲେ। ଆଉ ଆଜି ଯଦି ଦେଖାଯାଏ ସେଇଟା ଏପର୍ଯ୍ୟନ୍ତ ଯାଏ ଭାରତର ଏକମାତ୍ର ଇଣ୍ଟରନ୍ୟାସନାଲ ଆୱାର୍ଡ। ଭାବନ୍ତୁ ସେ ଓଡ଼ିଶାର ଥିଲେ, ମାତ୍ର ସେ ଦେଶ କଥା ଚିନ୍ତା କରୁଥିଲେ, ବିଜ୍ଞାନ କଥା ଚିନ୍ତା କରୁଥିଲେ। ତେଣୁ ୟୁନେସ୍କୋ କଳିଙ୍ଗ ଆୱାର୍ଡ ସେ ସ୍ଥାପନ କରିଥିଲେ। ଆଜି ପର୍ଯ୍ୟନ୍ତ ମଧ୍ୟ ପ୍ରତିବର୍ଷ ବିଜ୍ଞାନ କ୍ଷେତ୍ରରେ ୟୁନେସ୍କୋ କଳିଙ୍ଗ ଆୱାର୍ଡ ପ୍ରଦାନ କରାଯାଉଛି। ଖାଲି ସେତିକି ନୁହେଁ, ସେ ଖେଳକୁ ମଧ୍ୟ ବହୁତ ଭଲ ପାଉଥିଲେ। ତେଣୁ କଳିଙ୍ଗ ଫୁଟବଲ କପ୍ କଳିଙ୍ଗ କପ୍ ପ୍ରତିଷ୍ଠାନ କରିଥିଲେ, ଯାହାଦ୍ୱାରା କି ଫୁଟବଲକୁ ପ୍ରାଧାନ୍ୟ ମିଳିବ ଓଡ଼ିଶାରେ। ବୋଧହୁଏ ତାଙ୍କଠାରୁ ସେଇ ଗୁଣ ନବୀନ ପଟ୍ଟନାୟକ ଆଣିଥିଲେ, ଯେଉଁଥିପାଇଁ ସେ ଭାରତୀୟ ହକିକି ସ୍ପନ୍ସରସିପ୍ ନେଇ ସେ ମଧ୍ୟ ଭାରତର ହକିକୁ ପୁନର୍ଜୀବିତ କରିଥିଲେ। 1962 ମସିହାରେ ବିଜୁ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ। ସେ ଯେତେବେଳେ ମୁଖ୍ୟମନ୍ତ୍ରୀ ହେଲେ ତାଙ୍କୁ ବୟସ ମାତ୍ର 45 ବର୍ଷ। ତା ଆଗରୁ ସେ ବିଜନେସରେ ବହୁତ ଗୁଡ଼ିଏ ଅର୍ଗାନାଇଜେସନ୍, ବହୁତ ଗୁଡ଼ିଏ ବିଜନେସ୍ ଏଣ୍ଟିଟି କରିଥିଲେ, ଯେଉଁଗୁଡ଼ା ଥିଲା ଲାଇକ୍ OTM ଓଡ଼ିଶା ଟେକ୍ସଟାଇଲ ମିଲ୍। ସେ ତାଙ୍କ ସମୟରେ ଓଡ଼ିଶା ଟେକ୍ସଟାଇଲ ମିଲ୍ ସ୍ଥାପନ କରିଥିଲେ। ସେ ସମୟରେ କୁହାଯାଏ 5000 ଲୋକ ଓଡ଼ିଶା ଟେକ୍ସଟାଇଲ ମିଲ୍ରେ କାମ କରୁଥିଲେ ଏବଂ ଓଡ଼ିଶା ଟେକ୍ସଟାଇଲ ମିଲ୍ରେ ସବୁ ଏମ୍ପ୍ଲୟିଙ୍କ ପାଇଁ କ୍ୱାର୍ଟର୍ସ ଥିଲା, ହସ୍ପିଟାଲ ଥିଲା, ସ୍କୁଲ ଥିଲା ଏବଂ OTMର ପ୍ରଡ଼କ୍ଟ ସବୁ ପ୍ରକାର, ଟେକ୍ସଟାଇଲର ସବୁ ପ୍ରକାର, ସେ ଗାମୁଛା ଠାରୁ ଆରମ୍ଭ କରି ବେଡସିଟ୍ ପର୍ଯ୍ୟନ୍ତ ସବୁ ପ୍ରକାର ପ୍ରଡ଼କ୍ଟ OTMର ଥିଲା। ଖାଲି ସେତିକି ନୁହେଁ, କଳିଙ୍ଗ ଟାଇଲ୍ସ, କଳିଙ୍ଗ ଟ୍ୟୁବ୍ସ, କଳିଙ୍ଗ ଏୟାରଲାଇନ୍ସ, କଳିଙ୍ଗ ରିଫ୍ରାକ୍ଟରିଜ, ତାପରେ କଳିଙ୍ଗ ମିନେରାଲ୍ସ, ଏମିତି ବହୁତ ଗୁଡ଼ିଏ ସଂସ୍ଥା ଖୋଲିଥିଲେ। ଆଉ ସେ ସମୟରେ ଯେତେବେଳେ କହିବାକୁ ଗଲେ ଇଭିନ୍ ଟାଟା ଟ୍ୟୁବ୍ସ ବିଜନେସରେ ପଶିନଥିଲେ, ସେତେବେଳେ ମଧ୍ୟ ଓଡ଼ିଶା ବିଜୁ ପଟ୍ଟନାୟକ କଳିଙ୍ଗ ଟ୍ୟୁବ୍ସ ଓଡ଼ିଶାରେ ପ୍ରତିଷ୍ଠା କରିଥିଲେ। ତେଣୁ କହିବାକୁ ଗଲେ ବିଜନେସରେ ମଧ୍ୟ ସେ ଅନ୍ୟମାନଙ୍କ ଠାରୁ ଆହୁରି ଆଗକୁ ଚିନ୍ତା କରୁଥିଲେ। କୁହାଯାଏ ସେ ଯଦି ରାଜନୀତିରେ ପଶିନଥାନ୍ତେ ତାହେଲେ ସେ ବୋଧହୁଏ ଟାଟା, ବିର୍ଲା ବା ଅମ୍ବାନୀଙ୍କ ଭଳି ଗୋଟେ ବିଶିଷ୍ଟ ବିଜନେସମ୍ୟାନ୍ ହେଇପାରିଥାନ୍ତେ। କିନ୍ତୁ ମାତ୍ର ସେ ସବୁବେଳେ ଓଡ଼ିଶାର ଲୋକଙ୍କ ପାଇଁ, ଓଡ଼ିଶାର ଜନତା ପାଇଁ ସେ ସବୁକିଛି ଜଳାଞ୍ଜଳି ଦେଇଥିଲେ। ବିଜନେସ୍ ପରେ ସେ ଯେତେବେଳେ 1962ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ, ମାତ୍ର 45 ବର୍ଷରେ ଯେତେବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ, ତାପରେ ଓଡ଼ିଶା ପ୍ରତି ତାଙ୍କର ଅବଦାନ ବହୁତ। ଆପଣମାନେ ସମସ୍ତେ ପାରାଦୀପ ବନ୍ଦର ଦେଖୁଥିବେ। ସେତେବେଳେ ପାରାଦୀପ ବନ୍ଦର କେମିତି ହେଲା ତା ଷ୍ଟୋରି ଶୁଣି ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ। ଥରେ ହଠାତ୍ ବିଜୁ ପଟ୍ଟନାୟକ ଦିଲ୍ଲୀ ତାଙ୍କ ହେଲିକପ୍ଟରରେ ଦିଲ୍ଲୀ ଗସ୍ତ କଲେ। ଲଞ୍ଚ ଟାଇମ୍ରେ ଯାଇ ପହଞ୍ଚିଲା ବେଳକୁ ପାଖାପାଖି 4ଟା। ସେ ଯାଇ ପଚାରିଲେ ଯେ ନେହେରୁ କ'ଣ କରୁଛନ୍ତି। ନେହେରୁଙ୍କର ଯିଏ ସେକ୍ରେଟାରୀ ଥିଲେ ସେ କହିଲେ ଯେ ନେହେରୁ ଖାଇସାରି ରେଷ୍ଟ ନେଉଛନ୍ତି। ତାପରେ ସେ କହିଲେ ଦେଶର ପ୍ରଧାନମନ୍ତ୍ରୀ କି ଶୋଇବାର ଅଧିକାର ନାହିଁ, କିଏ କହିଲା ତାଙ୍କୁ ରେଷ୍ଟ ନେବାକୁ। ଯାଇକି ଦୁଲ ହେଇ କବାଟ ବାଡ଼େଇଲେ। ଯେତେବେଳେ କବାଟ ବାଡ଼େଇଲେ ନେହେରୁ ଉଠିକିରି ଆସିଲେ। ଉଠିକିରି ଆସି ଯେତେବେଳେ ବିଜୁଙ୍କୁ ଦେଖିଲେ, ବିରକ୍ତ ହେଇ କହିଲେ ବିଜୁ କ'ଣ କରୁଛୁ ଏଠି, ହ୍ୱାଟ୍ ଆର୍ ୟୁ ଡୁଇଂ। ତ ବିଜୁ କହିଲେ ଆପଣ ଦେଶର ପ୍ରଧାନମନ୍ତ୍ରୀ, ଆପଣଙ୍କୁ ଶୋଇବାର ଅଧିକାର କିଏ ଦେଲା, ୟୁ ଡୋଣ୍ଟ ହାଭ୍ ଦ୍ୟାଟ୍ ରାଇଟ୍ସ। ତାପରେ କହିଲେ ଆପଣ ରେଡ଼ି ହେଇଯାଆନ୍ତୁ। ନା କାହିଁକି ନା ଗୋଟେ ଜିନିଷ ଦେଖେଇବି, କିଛି ଦେଖେଇବାକୁ ଚାହୁଁଛି। ବିଜୁ ତ ବିଜୁ, ପଣ୍ଡିତ ନେହେରୁ କ'ଣ କଲେ, ବାଧ୍ୟ ହୋଇ ରେଡ଼ି ହେଇକିରି ଆସିଲେ। ଯେତେବେଳେ ରେଡ଼ି ହେଇ ଆସିଲେ ବିଜୁ ପଟ୍ଟନାୟକ ଫ୍ଲାଇଟ୍ ଉଡ଼ାଉଥାନ୍ତି ଏବଂ ପଣ୍ଡିତ ନେହେରୁ ବସିଥାନ୍ତି। ପାରାଦୀପ ଉପରେ ଯେତେବେଳେ ଉଡ଼ଉଥିଲେ, ହେଲିକପ୍ଟର ଉଡ଼ଉଥିଲେ, କହିଲେ ତଳକୁ ଦେଖିଲେ କ'ଣ ଦେଖାଯାଉଛି। ନେହେରୁ ତଳକୁ ଅନେଇଲେ ଆଉ କେବଳ ହେନ୍ତାଳ ବଣ ଗୁଡ଼ାକ ଦେଖିବାକୁ ପାଇଲେ। ନେହେରୁ କହିଲେ ହଁ ଦେଖାଯାଉଛି ନା କ'ଣ, ନା କିଛି ବଣ ବୁଦା ଗୁଡ଼ାକ ସବୁ ଦେଖାଯାଉଛି। ନା କ'ଣ ଆପଣ ଦେଖାଯାଉନି। ଇଏ କହିଲେ କ'ଣ ଦେଖାଯାଉନି, ନା ମୋତେ ତ ଗୋଟେ ପୋର୍ଟ ଦେଖାଯାଉଛି। ସେଠୁ ନେହେରୁ ରାଗିକିରି କହିଲେ ବିଜୁ ତୁ ପାଗଳ ହେଇଗଲୁଣି ନା କ'ଣ, ନା ମୋତେ ଆପ୍ରୁଭାଲ ଦିଅ, ମୁଁ 2 ବର୍ଷରେ ପୋର୍ଟ କରି ଦେଖେଇବି। ଆଉ ସେୟା ମଧ୍ୟ ହେଲା। ସେ 27 ମାସ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିଲେ, ମାତ୍ର ତା ଭିତରେ ପାରାଦୀପ ପୋର୍ଟ ବନେଇ ଦେଇଥିଲେ। ପାରାଦୀପ ଦୈତାରୀ ଏକ୍ସପ୍ରେସ୍ ହାଇୱେ ବିଜୁ ପଟ୍ଟନାୟକଙ୍କର ସ୍ୱପ୍ନ ଥିଲା। ଆଜି ଆମେ ଚାରିଆଡ଼େ ନୀତିନ ଗଡ଼କରୀଙ୍କ ନାଁ ଶୁଣୁଛେ, ଚାରିଆଡ଼େ ଶୁଣୁଛେ ଯେ ଏତେ ଏକ୍ସପ୍ରେସ୍ ହାଇୱେ ହେଲା, ମାତ୍ର ଭାରତର ପ୍ରଥମ ଏକ୍ସପ୍ରେସ୍ ହାଇୱେ ବିଜୁ ପଟ୍ଟନାୟକଙ୍କ ଦାନ ଥିଲା, ପାରାଦୀପ ଦୈତାରୀ ଏକ୍ସପ୍ରେସ୍ ହାଇୱେ। ତେଣୁ ବିଜୁ ପଟ୍ଟନାୟକ ଓଡ଼ିଶାର ପ୍ରଗତିର ମୁଖ୍ୟ ଧାରା ଥିଲେ। ଖାଲି ସେତିକି ନୁହେଁ, ଯେତେବେଳେ ଯେଉଁଠି କିଛି ବି ଆବଶ୍ୟକତା ରହୁଥିଲା ସେତେବେଳେ ତାଙ୍କୁ ଡକାଯାଉଥିଲା। ଯେମିତି ଭାରତ ଚାଇନା ୱାର୍ ସମୟରେ 1962 ମସିହାରେ ବିଜୁ ପଟ୍ଟନାୟକ ନେହେରୁ ତାଙ୍କୁ ଆମେରିକା ପଠାଇଥିଲେ ଆମେରିକା ସହିତ ନେଗୋସିଏସନ୍ କରିବା। ଯଦିଓ ବିଜୁ ପଟ୍ଟନାୟକ ସେତେବେଳେ ଡିଫେନ୍ସ ମିନିଷ୍ଟର ନଥିଲେ ଭାରତର, ତଥାପି ବିଜୁ ପଟ୍ଟନାୟକଙ୍କୁ ପଠାଯାଇଥିଲା ଆମେରିକା। କିନ୍ତୁ ବିଜୁ ପଟ୍ଟନାୟକ ସେଠି କ'ଣ କଲେ ନା ଯାହା ଡିସ୍କସନ୍ ହେଲା ମିଡ଼ିଆ ଆଗରେ ସତ ସତ କହିଦେଲେ ଯେ ମୁଁ ଆସିଛି ୟୁଏସ୍ର ହେଲ୍ପ ନେବା ପାଇଁ, ଯାହାକି ବିରୋଧୀ ଦଳ
बहुत ता उपरे अटहास्य करथिले जे केमिति नेशनल सिक्यूरीटी कथा तुम बाहर कहि परिबो एवं सेतବେଳେ ବିଜୁ ପଟ୍ଟନାୟକ କହିଥିଲେ एगुड़ाक नेशनल सिक्यूरीटी नुहे एगुड़ाक हूँ नोन फैक्ट मु अमेरिका आसी माने अमेरिकार साहाय्य नापी आसी नेहरू पार्लियामेंट सपोर्ट करते कहते हाँ सेटा किसी बड़ कथा बिजू कही ना जदि भी से कहते आम अमेरिकार साहाय्य नापी एठिकी आसीचु से भाई जितेबाला नेपाल रे राणा साही विरुद्ध रे जितेबाला कम्युनिस्ट माने जनता आंदोलन करुले से नेहरू कौन कहते नेहरू चाहूले जे सेठी गणतंत्र आसू तेणु से बिजू पट्टनायक कहते बिजू किसी करा जाई परिबो कि तापर बिजू पट्टनायक कौन करते गोटे राति 15,000 गन मेसीन गन से लैंड कराई तादर किसी गन इवन राणा साही हाथ में पड़ी जोटा कि भारत में गोटे एम्बारेसिंग सिचुएसन होता जिते नेहरू रागिकी बिजू पचारा रे बिजू यहाँ कौन कलु बिजू कहले आपण कहले हेल्प करने मुझे जदि आम लोक को साहाय्य करने को चाहूचे राजतंत्र विरुद्ध रे ताहले सबुठु बेस्ट वे हूँ हाथ में बंदूक धरई दियो से भली आउ किछि इंटरेस्टिंग फैक्ट बिजू पट्टनायक विषय रे आज आम सब बेले जितेबाला तमिलनाडुर विषय आसुची आम AIDMK कथा समस्ते जानते सेठी दीटा विरोधी दल मुख्य विरोधी दल हेले DMK आउ AIDMK किंतु गोटे समय थिला जितेबाला बिजू पट्टनायक DMK आउ AIDMK मिश्रण कथा चिंता करथिले से इनफैक्ट जाइकरी सेतବେଳେ करुणानिधि आउ MGR तांको सहित डिस्कशन करथिले जेतବେଳେ इंदिरा गांधी इमरजेंसी लगेइथिले इमरजेंसी पर बिजू पूरा देश रे बुलीथिले अपोजिशन को स्ट्रांग करिया पय से समय से करुणानिधि एवं MGR को सहित डिस्कशन करथिले आउ सेही डिस्कशन पर जेतବେଳେ से करुणानिधि पाखु जाइथिले MGR को सहित डिस्कशन कर सार पर करुणानिधि पाखु जाइथिले जे तांको कंडीशन कोन करुणानिधि कंडीशन थिला जे DMK AIDMK एकाठी हेइजिवो किंतु कंडीशन हैला दलर ना DMK रहिबो फ्लैग AIDMK रहिबो अन्ना दुराई को चित्र ता देह रहिबो एवं मुख्यमंत्री जेहेतु सेतळे AIDMK रो MG रामचंद्रन मुख्यमंत्री थिले मुख्यमंत्री MGR रहिबे एही कथा सुनिबा परे बिजू पट्टनायक एते खुशी हे जाइथिले जे से करुणानिधि की कोलाग्रत कर देथिले कहले एटा तो किछि आराम रे हेइजिवो मात्र तापरे कोन हैला ना MGR शेष मीटिंग की आउ आसिलेनि कि योगदान कलेनि भावंतु जदि DMK ADMK एकाठी हे जाइतांते आज जो साउथ रो पॉलिटिक्स सेटा किछि अलगा हेई थांता आमे आजिकली समस्ते UGC विषय कथा होचे UGC 2026 विषय कथा होचे सेही परि जेतବେଳେ मंडल कमिशन आसिला VP सिंह देशर प्रधानमंत्री थांती एवं सेही जनता दलर बिजू पट्टनायक ओडिशार मुख्यमंत्री थांती जेतବେଳେ VP सिंह मंडल कमिशन आनिले मंडल कमिशन आनिक रिजर्वेशन आनिले सेतବେଳେ बिजू पट्टनायक गोटे बढ़िया कथा कहिथिले से कहिथिले जे जदि रिजर्वेशन आसुची ताले सेटा जाति भित्तिक न हो अर्थनैतिक भित्तिक हो से सेतବେଳେ गोटे स्टेटमेंट देइथिले जोटा कि दर्शौची जे से जने राष्ट्रनीतिज्ञ थिले से कहिथिले पुअर डजंट हैव ए कास्ट गरीबर जाति नहीं तेणु तमें जदि रिजर्वेशन प्रकृत में आणुच ताहले गरीब को पाई रिजर्वेशन आण केते महान थे बिजू बाबू शेष जिते 17 एप्रिल 1997 से देहत्याग कले तांको शरीर रे तीन टा देशर पताका थिला भारत इंडोनेशिया एवं रशिया मु जानिबारे भारतर कौनसी एमिति राष्ट्रनीतिज्ञ नाहांती जहा उपरे तीन टी पताका बिछा होइथिबो तांको मर शरीर सहित 10 लाख लोक यात्रा करथिले से एते महान थिले तथापि कहीं से भारतर प्रधानमंत्री हो पारे ये प्रश्न निश्चय आसे 1962 मसीह ब्रिटिश रिपोर्टर वेल्स हेंजन गोटे बही लिखिथिले आफ्टर नेहरू हु नेहरू पर किए प्रधानमंत्री हो से जो किछि संभाव्य ना रो तालिका तैयारी करथिले से तालिका रे बिजू बाबूंकर ना थिला से लिखिथिले बिजू पट्टनायक यंग अछंती आउ बिजू पट्टनायक मध्य बिजनेसमैन पैसा तांको पाखरे प्रचुर अछि एवं से सब बेले दूरदृष्टि आगो को देखंती तेणु तांको पाखरे बहुत पॉसिबिलिटी अछि जे बिजू पट्टनायक दिने प्रधानमंत्री हेबे ताहले दर्शक बंधु बिजू पट्टनायक काहे कि प्रधानमंत्री हे पाले बिजू पट्टनायक एइति पई प्रधानमंत्री हे पाले नाही कारण से जणे राष्ट्रनीतिज्ञ थिले से राजनीतिज्ञ नथिले
से डाटी पॉलिटिक्स खेली पारु नथिले जो डिप्लोमेसी आंसर डिप्लोमेटिक आंसर से जानी नथिले मु जो कथा कहूली जेतोळे चाइना सहित युद्ध समय तांको यूएस पठा जाइथिला से सेठी जाई कोन कहिथिले ना स्ट्रेट फॉरवर्ड कहिथिले जे आमे यूएस सहित यूएस रो सहाय्य नवा पई आसु तेणु सेटा डिप्लोमेटिक नुह सेही बळी से जेतोळे मुख्यमंत्री थिले तांको विरुद्ध रे किछि अर्थनीतिक करप्शन चार्ज आसीथिला आ जोथि गोटे खाना कमिशन बसा जाइथिला से खाना कमिशन आगे जेतोळे बिजू बाबू प्रेजेंट होइथिले निजे पहुंची थिले तांको जेतोळे पचरा जाइथिला जे आमे भाबुचु जे सेठी किछि ए सब प्रोजेक्ट रे किछि किछि अर्थनीतिक माने किछि किछि रूल्स आपण पालन करि नाहंती किछि किछि नियम पालन करि नाहंती आपण कोन भाबुचंती बिजू पट्टनायक आंसर शुणिले आपण हसिबे बिजू पट्टनायक कोन उत्तर देइथिले ना कहिले यही किछि प्रोजेक्ट नुह बहुत गुडे प्रोजेक्ट रे आमे नियम पालन करिनु एते स्ट्रेट फॉरवर्ड खाना कमिशन तांको मुंडो खराब हो जाइतला कहले आपण भाबुचंती तो आपण कोन कहउचंती आपण को जेल हेई पारे सेतोळे बिजू कहितले आई डोंट केयर कारण जोटा राज्य पई भलो मु सेटा करिछि सेटा नियम भितर आसुची बा नाई मु से कथा जानिनी एटा थला बिजू बाबूंकर आंसर आ एई जो नॉन डिप्लोमेटिक नेचर सकासे तांको मते लागुची से केबे देशर प्रधानमंत्री हेई पारले नहले तांको पाखरे सबु प्रकार कला थिला सबु प्रकार क्वालिफिकेशन थिला प्रधानमंत्री होवा पाई इनफैक्ट एमिति बहुत प्रधानमंत्री मध्ये होइचंती जो माने तांकर किछि अंश भी नुहंती तथापि प्रधानमंत्री होइचंती मात्र बिजू पट्टनायक हेई पारलेनी कारण से डिप्लोमेसी जानि नथिले से जणे लीडर थिले से सबु बेले निजको खारबेलंकर वंशज कहते आउ सी सबु बेले महाप्रभु जगन्नाथ को ओडिशार नेता बेली मानुथिले दर्शक बंधु आपण पाखरे बिजू बाबू को नहीं किसी जदि कहानी अच्छी निश्चय जनइबे तांको विषय जेते कहले मध्य सबु कम मु भाबुनी जे आमे सबु कथा तांकर एठी कहि पारिछु तथापि गोटे प्रयास करिछु जे बिजू बाबू को विषय किछि कहिबा पय दर्शक बंधु आपण जदि ये चैनल भलो लागुछि अनुरोध करी जे चैनल टाको सब्सक्राइब करंतु वीडियो गुड़ाक लाइक करंतु अधिक रु अधिक शेयर करंतु आमे पुणी देखा हबा आ गोटे नुआ टॉपिक नै आ गोटे नुआ वीडियो सहित धन्यवाद दर्शक बंधु जय जगन्नाथ जय हिंद वंदे उत्कल जननी।